ଶ୍ରାବଣ ମାସରେ ମହାଦେବଙ୍କର ଏହି ପାଞ୍ଚଟି ଅମୂଲ୍ୟ ଜିନିଷ ଘରକୁ ଆଣନ୍ତୁ। ସଦା ସର୍ବଦା ଧନ ବୃଦ୍ଧି ହେବା ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବ ଏବଂ ମହାଦେବଙ୍କ କୃପାରୁ ଜୀବନରେ ହସ ଖୁସିର ବାତାବରଣ ମଧ୍ୟ ଲାଗି ରହିବ ଏବଂ ମହାଦେବଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ତେବେ ବନ୍ଧୁଗଣ, ଶ୍ରାବଣ ମାସ ହେଉଛି ଅତ୍ୟନ୍ତ ପବିତ୍ର ମାସ। ଏହି ମାସକୁ ପ୍ରଭୁ ମହାଦେବଙ୍କୁ ଉତ୍ସର୍ଗିତ କରାଯାଇଛି। ତେବେ ବନ୍ଧୁଗଣ, ବର୍ଷକ 12 ମାସ ଏବଂ ପ୍ରତ୍ୟେକଟି ମାସର ଅତ୍ୟନ୍ତ ମହତ୍ଵ ରହିଥାଏ। ସେହିପରି ଶ୍ରାବଣ ମାସ ହେଉଛି ଅତ୍ୟନ୍ତ ଶୁଭ ମାସ। ଏହି ଶ୍ରାବଣ ମାସକୁ ଭଗବାନ ଶିବଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ ଫଳପ୍ରଦ ହୋଇଥାଏ। ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ଶିବଙ୍କର ଏହି ପ୍ରିୟ ମାସ। ଯେଉଁ ଭକ୍ତମାନେ ନିଷ୍ଠାର ସହକାରେ ତାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି ତାଙ୍କୁ ଭଗବାନ ଶିବଙ୍କର କୃପା ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁଗଣ, ଏ ବର୍ଷ ଶ୍ରାବଣ ମାସରେ ଦୁର୍ଲଭ ସଂଯୋଗ ପଡ଼ୁଅଛି ଏବଂ ଅତ୍ୟନ୍ତ ଖାସ୍ ରହୁଛି। ଶାସ୍ତ୍ର ଅନୁଯାୟୀ ଏହି ମାସ ଭଗବାନ ଶିବଙ୍କ କିଛି ପ୍ରିୟ ଜିନିଷ ଘରକୁ ଆଣିଲେ ଧନ ବର୍ଷା ହୋଇଥାଏ ଏବଂ ପ୍ରଭୁ ଶିବଙ୍କର କୃପା ପ୍ରାପ୍ତିରୁ ଜୀବନରେ ଅଚାନକ ପରିବର୍ତ୍ତନ ମଧ୍ୟ ଆସିଥାଏ। ତେବେ ବନ୍ଧୁଗଣ, ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ମହାଦେବ ହେଉଛନ୍ତି ତୋପେ ବର ତ କୋପେ ବର। ମହାଦେବ ଯେତେବେଳେ ଯେଉଁ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିଥାନ୍ତି ଏବଂ ସେହିପରି ଯେତେବେଳେ କୌଣସି ବ୍ୟକ୍ତିଙ୍କ ଉପରେ ମହାଦେବଙ୍କର କୋପ ଦୃଷ୍ଟି ପଡ଼ିଥାଏ ସେମାନଙ୍କୁ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇନଥାଏ। ତେବେ ବନ୍ଧୁଗଣ, ଜୀବନରେ ଶୁଭ ସମୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ ଏବଂ ଜୀବନରେ ସକାରାତ୍ମକ ପରିବର୍ତ୍ତନର ଉର୍ଜା ବଢ଼ାଇବା ପାଇଁ ଚାହୁଁଥିଲେ, ଏହା ସହିତ ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ହାସଲ କରିବା ସହିତ ସ୍ୱୟଂ ମହାଦେବଙ୍କୁ କୃପା ପ୍ରାପ୍ତି କରିବା ପାଇଁ ଚାହୁଁଥିଲେ, ଏହି ଶ୍ରାବଣ ମାସରେ କିଛି ଏହି ଉପାୟ କରିବା ସହିତ ଏହି 5ଗୋଟି ଜିନିଷ ଘରକୁ ଆଣନ୍ତୁ, ଯାହା ଆଣିବା ଦ୍ୱାରା ଆପଣଙ୍କ ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ। ତେବେ ବନ୍ଧୁଗଣ, ପ୍ରଥମ ଜିନିଷଟି ହେଉଛି ଯିଏକି ତ୍ରିଶୂଳ। ଭଗବାନ ଶିବଙ୍କ ହାତରେ ସବୁବେଳେ ତ୍ରିଶୂଳ ରହିଥାଏ। ଏହା 3 ଦେବାଦେବୀଙ୍କର ପ୍ରତୀକ ଅଟେ ଏବଂ ଏହି ଶ୍ରାବଣ ମାସ ଆରମ୍ଭରୁ ଘରକୁ ରୂପାର ତ୍ରିଶୂଳ ଆଣିବା ଦ୍ୱାରା ପୁରା ବର୍ଷ କଷ୍ଟରୁ ମୁକ୍ତି ମିଳିଥାଏ। ସେହିପରି ବନ୍ଧୁଗଣ, ଦ୍ୱିତୀୟ ଜିନିଷଟି ହେଉଛି ମହାଦେବଙ୍କର ରୁଦ୍ରାକ୍ଷ, ଯିଏକି ସୁଖ, ସୌଭାଗ୍ୟ ଏବଂ ସମୃଦ୍ଧତା ବୁଦ୍ଧି ତଥା ମନର ପବିତ୍ରତା ପାଇଁକି ଘରକୁ ଅସଲି ରୁଦ୍ରାକ୍ଷ ଆଣନ୍ତୁ ଓ ଏହାକୁ ଘରର ପବିତ୍ର ସ୍ଥାନରେ ରଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହେବା ସହିତ ପରିବାରରେ ହସ ଖୁସିର ବାତାବରଣ ଲାଗି ରହିଥାଏ ଏବଂ ପ୍ରଭୁ ମହାଦେବଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ। ରୁଦ୍ରାକ୍ଷକୁ ରୂପାରେ ବନାଇ ପିନ୍ଧିବା ଦ୍ୱାରା ଏହା ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ। ସେହିପରି ବନ୍ଧୁଗଣ, ତୃତୀୟ ଜିନିଷଟି ହେଉଛି ଡମ୍ବୁରୁ। ଏହା ଭଗବାନ ଶିବଙ୍କର ପବିତ୍ର ବାଦ୍ୟ ଯନ୍ତ୍ର ଅଟେ ଏବଂ ଏହି ଡମ୍ବୁରୁର ଧ୍ୱନିରେ ଆଖପାଖରେ ଥିବା ସବୁ ଅଦ୍ଭୁତ ତଥା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଘରେ ସକାରାତ୍ମକ ଶକ୍ତିର ଉର୍ଜା ମଧ୍ୟ ପଡ଼ିଥାଏ। ଏହା ସହିତ ଆରୋଗ୍ୟ ପାଇଁ ଡମ୍ବୁରୁର ଧ୍ୱନି ଅତ୍ୟନ୍ତ ଶୁଭ ବୋଲିକି ମନାଯାଏ ଏବଂ ଏହାକୁ ଶ୍ରାବଣ ମାସ ଆରମ୍ଭରୁ ଏହାକୁ ଘରକୁ ଆଣନ୍ତୁ ଏବଂ ଶ୍ରାବଣ ମାସ ଶେଷ ଦିନ ଏହାକୁ ଉପହାର ସ୍ୱରୂପ କୌଣସି ଛୋଟ ପିଲାକୁ ଦେଇ ଦିଅନ୍ତୁ। ସେହିପରି ବନ୍ଧୁଗଣ, ଚତୁର୍ଥ ଜିନିଷଟି ହେଉଛି ରୂପାର ନନ୍ଦୀ। ନନ୍ଦୀ ଭଗବାନ ହେଉଛନ୍ତି ଭଗବାନ ଶିବଙ୍କର ବାହନ। ତେଣୁ ଶ୍ରାବଣ ମାସରେ ରୂପା ନନ୍ଦୀକୁ ଘରକୁ ଆଣନ୍ତୁ ଓ ତାଙ୍କ ପାଖରେ ସର୍ବଦା ଫଳ ଏବଂ ଲଡ଼ୁ ସହିତ କ୍ଷୀର ମଧ୍ୟ ଭୋଗ କରନ୍ତୁ। ଏହାକୁ ସାରା ବର୍ଷ ମଧ୍ୟ ପୂଜା କରନ୍ତୁ। ଏମିତି କରିବା ଦ୍ୱାରା ସ୍ୱୟଂ ମହାଦେବଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏହିପରି କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହିତ ସଙ୍କଟ ମଧ୍ୟ ଦୂର ହୋଇଥାଏ ଏବଂ କର୍ମ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିଥାଏ। ସେହିପରି ବନ୍ଧୁଗଣ, ପଞ୍ଚମ ଜିନିଷଟି ହେଉଛି କମଣ୍ଡଳୁ ବା ଜଳପାତ୍ର। ଏହା ମଧ୍ୟ ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ। ଆପଣ ଚାହିଁଲେ ଶ୍ରାବଣ ମାସର ଆରମ୍ଭରୁ ଏଥିରୁ ଗଙ୍ଗା ଜଳ ପାଣି ଆଣି ଘରେ ରଖିପାରିବେ ଓ ମାସ ସାରା ଏହାକୁ ପୂଜା କରିପାରିବେ। କିନ୍ତୁ ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ରୂପା ବା ତମ୍ବା ଏବଂ ପିତ୍ତଳ ପାତ୍ର ଆଣି ସେଥିରେ ନିର୍ମଳ ଜଳ ଭରିଦେବେ ଆଉ ପ୍ରତ୍ୟେକ ଦିନ ସେଥିରୁ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବେ, ପୁଣି ଭରିକି ରଖିଦେବେ। ଧନ ଆଗମନ ପାଇଁକି ଏହା ସବୁଠାରୁ
ଅଧିକ ପ୍ରଭାବଶାଳୀ ହୋଇଥାଏ ଏବଂ ଏହା ବ୍ୟତୀତ ଭଗବାନ ଶିବଙ୍କ ବେକରେ ସବୁବେଳେ ସର୍ପରାଜ ରହିଥାନ୍ତି। ତେଣୁ ଶ୍ରାବଣ ମାସ ଆରମ୍ଭରୁ ରୂପାର ନାଗ ନାଗୁଣୀ ଯୋଡ଼ିକୁ ଘରେ ଆଣି ରଖନ୍ତୁ ଓ ପ୍ରତ୍ୟେକ ଦିନ ପୂଜା କରନ୍ତୁ। ଶ୍ରାବଣ ମାସ ସରିବା ପରେ ଏହାକୁ କୌଣସି ଶିବ ମନ୍ଦିରରେ ରଖିଦିଅନ୍ତୁ। ଏହା ଆପଣଙ୍କୁ ପିତୃଦୋଷରୁ ମୁକ୍ତି ଦେଇଥାଏ ଏବଂ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ମଧ୍ୟ ଦୂର କରିଥାଏ। ସେହିପରି ବନ୍ଧୁଗଣ, ଏହି ଶ୍ରାବଣ ମାସରେ ଶିବଙ୍କର ଅନେକ ଭକ୍ତମାନେ ଭାବନ୍ତି ଏହି ମାସରେ କ'ଣ କରିବା ଉଚିତ ଏବଂ କ'ଣ କରିବା ନାହିଁ। ଏହା ମଧ୍ୟ ସମସ୍ତଙ୍କ ମନକୁ ବିଚାର ଆସିଥାଏ। ଶ୍ରାବଣ ମାସର ପ୍ରତ୍ୟେକଟି ସୋମବାର ଦିନ କେଉଁ କାର୍ଯ୍ୟ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ? ତେବେ ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସ ପ୍ରତ୍ୟେକ ସୋମବାର ବହୁତ ମହତ୍ତ୍ୱ ଅଟେ। ଶ୍ରାବଣ ମାସ ଭଗବାନ କୈଳାସ ତ୍ୟାଗ କରି ଭୂଲୋକକୁ ବାସ କରିବାକୁ ଆସିଥାନ୍ତି। ସେଥିପାଇଁ ଏହି ମାସ ଭଗବାନ ଶିବଙ୍କୁ ଆରାଧନା ଅତ୍ୟନ୍ତ ଉତ୍ତମ ଅଟେ। କେବଳ ସେତିକି ନୁହେଁ, ଶ୍ରାବଣର ସମସ୍ତ ଦିନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅତ୍ୟନ୍ତ ଉତ୍ତମ ଅଟେ। ତେବେ ବନ୍ଧୁଗଣ, ଏହି ମାସରେ 5ଟି କାର୍ଯ୍ୟ ନିଶ୍ଚିତ ଭାବରେ କରନ୍ତୁ। ପ୍ରଥମଟି ମନେ ରଖନ୍ତୁ, ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଫୁଲ ହେଉଛି ଦୁଦୁରା ଫୁଲ ଓ ଭାଙ୍ଗ ମଧ୍ୟ ଶିବଙ୍କୁ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଶିବ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ସେହିପରି ଦର୍ଶକ ବନ୍ଧୁ, ଦ୍ୱିତୀୟଟି ହେଉଛି ମାଟିରେ ଶିବଲିଙ୍ଗ କରି ନିଶ୍ଚିତ ଭାବରେ ପୂଜା କରନ୍ତୁ। ଏହା କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ପ୍ରତ୍ୟେକ ଦିନ ବା ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କୁ କ୍ଷୀର ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ସେହିପରି ବନ୍ଧୁଗଣ, ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ ଆଳତି ନିଶ୍ଚିତ ଭାବରେ କରନ୍ତୁ। ଏହା ସହିତ ଦର୍ଶକ ବନ୍ଧୁ, ଏହି ଶ୍ରାବଣ ମାସରେ ଯଦି ଘର ସାମ୍ନାରେ କେବେ ଷଣ୍ଢ ଆସେ ତେବେ ତାକୁ କିଛି ନା କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଯେ କି ଷଣ୍ଢ ହେଉଛନ୍ତି ଭଗବାନ ଶିବଙ୍କର ବାହନ। ଷଣ୍ଢକୁ ବା ବୃଷଭକୁ ଖାଦ୍ୟ ଦେବା ଦ୍ୱାରା ପ୍ରଭୁ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କର ନିଷ୍ଠ ମଧ୍ୟ ଖଣ୍ଡନ ହୋଇଥାଏ। ସେହିପରି ଦର୍ଶକ ବନ୍ଧୁ, ବେଲପତ୍ର ଯାକି ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ଶାସ୍ତ୍ର ଅନୁଯାୟୀ ମହାଦେବଙ୍କ ମଥାରେ ବେଲପତ୍ର ରଖିଲେ ମହାଦେବ ମସ୍ତକ ସବୁବେଳେ ଥଣ୍ଡା ରହିଥାଏ। ଏହାଦ୍ୱାରା ହନୁମାନ ମଧ୍ୟ ପ୍ରସନ୍ନ ହୁଅନ୍ତି। ବେଲଗଛ ଘରର ପୂର୍ବ ଦିଗରେ ଲଗାଇବା ଉଚିତ। ଘରେ ଧନାଧାନ୍ୟ ଅଭାବ ଦୂର ହୋଇଥାଏ। ଯେଉଁ ବ୍ୟକ୍ତିମାନେ ବେଲଗଛକୁ ପୂଜା କରିଥାନ୍ତି ବ୍ୟକ୍ତିଙ୍କର ମୃତ୍ୟୁ ପରେ ବି ଶିବ ଲୋକ ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ତ ନିଶ୍ଚିତ ଭାବରେ ଜାଣିଥିବେ ଶ୍ରାବଣ ମାସରେ କେଉଁ ଜିନିଷ ଆଣିବା ଦ୍ୱାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ଏହି ମାସରେ କେଉଁ କାର୍ଯ୍ୟ କରିବା ଦ୍ୱାରା ସ୍ୱୟଂ ମହାଦେବଙ୍କର କୃପା ପ୍ରାପ୍ତି ହୋଇଥାଏ। ଜୀବନରେ ସୁଖ ସୌଭାଗ୍ୟ ପ୍ରାପ୍ତି ହେବା ସହିତ ଆର୍ଥିକ ଅନାଟନ ଦୂର ହୋଇଥାଏ ଏବଂ ପ୍ରତ୍ୟେକଟି କାର୍ଯ୍ୟରେ ମଧ୍ୟ ସଫଳତା ପ୍ରାପ୍ତି ହୋଇଥାଏ। ଏହା ସହିତ ପ୍ରଭୁ ଶିବଙ୍କର ଆଶୀର୍ବାଦରୁ ରୋଗ ଦୁଃଖ କଷ୍ଟ ମଧ୍ୟ ନିବାରଣ ହୋଇଥାଏ। ତେବେ ବନ୍ଧୁଗଣ, ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲରେ ନ୍ୟୁ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ହର ହର ମହାଦେବ ଲେଖିବାକୁ ବିଲକୁଲ ବି ଭୁଲିବେନି। ଦେବଦେବ ମହାଦେବଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ଉପରେ ଏମିତି ରହିଥାଉ। ତେବେ ବନ୍ଧୁଗଣ, ଆଜିର ଭିଡ଼ିଓଟି ଏଇଠି ରହୁଛି। ନମସ୍କାର, ଜୟ ଜଗନ୍ନାଥ।